ଆଜିର ଭିଡ଼ିଓରେ ଆମେ ଓଡ଼ିଆ ଅନର୍ସର କୋଡ୍ 2 ୟୁନିଟ୍ 3ର ଏକାଙ୍କିକା ସମ୍ପର୍କରେ ଆଲୋଚନା କରିବା। ଏକାଙ୍କିକାର ସଂଜ୍ଞା, ସ୍ୱରୂପ ଓ ପ୍ରକାରଭେଦ ଲେଖ। ଦୃଶ୍ୟ କାବ୍ୟର ଏକ ବିଭାଗ ନାମ ଏକାଙ୍କିକା। ଦୃଶ୍ୟ କାବ୍ୟର ଅନ୍ୟ ଏକ ବିଭାଗ ଅଛି ନାଟକ। ସେପରି ଏହି ଏକାଙ୍କିକା ମଧ୍ୟ ଗୋଟେ ଦୃଶ୍ୟ କାବ୍ୟର ଗୋଟେ ବିଭାଗ। ଏହା ଦୃଶ୍ୟ କାବ୍ୟର ଏକ ପ୍ରାଚୀନ ବିଭାଗ ହେଲେ ମଧ୍ୟ ଆଧୁନିକ ଯୁଗର ପରିବର୍ତ୍ତିତ ପରିବେଶ ଭିତରେ ନୂତନ ରୂପରେଖ ଧରି ଆତ୍ମପ୍ରକାଶ କରିଅଛି। ନାଟ୍ୟ ଜଗତରେ ଏକ ଲୋକପ୍ରିୟ ବିଭାଗ ଭାବରେ ଆଦର ଲାଭ କରିଥାଏ। ଏହା କ୍ଷୁଦ୍ର ଏବଂ ଅଙ୍କ ଭିତରେ ଏହାର ଅଭିନୟ ସୀମିତ ହେଲେ ମଧ୍ୟ ଭାବରେ ଗଭୀର ମନ ଆବେଦନକୁ ନାଟ୍ୟ ରୂପରେ ପ୍ରକାଶ କରିଥାଏ। ଏକାଙ୍କିକା ପ୍ରାଚୀନ କାଳରୁ ଆରମ୍ଭ କରି ଆଜି ପର୍ଯ୍ୟନ୍ତ ପୂର୍ଣ୍ଣାଙ୍ଗ ନାଟକ ସହିତ ସମତାଳ ରକ୍ଷା କରି ଆଗେଇ ଆସିଥିଲେ ମଧ୍ୟ ଆଧୁନିକ ଯୁଗରେ ଆକାଶବାଣୀ ଓ ଦୂରଦର୍ଶନ ପ୍ରଚଳନ ଫଳରେ ଏହାର ଉପଯୁକ୍ତ ବିକାଶ ସମ୍ଭବ ହୋଇପାରିଛି। ଏକାଙ୍କିକା ନାଟକ ସହିତ ସମତାଳ ଦେଇ ଗତି କରୁଛି। ନାଟକ ଯେପରି ଗତି କରି ଆସେ ସେପରି ଏକାଙ୍କିକା ମଧ୍ୟ ତା ସହିତ ସମତାଳ ଦେଇ ଗତି କରୁଛି। ଆକାଶବାଣୀ ଓ ଦୂରଦର୍ଶନ ମଧ୍ୟରେ ଏକାଙ୍କିକା ବିକାଶ ଲାଭ କରିଛି। ଆଧୁନିକ ଯୁଗ କ୍ଷୁଦ୍ରତାର ଯୁଗ। ଏକାଙ୍କିକା ଅର୍ଥାତ୍ କ୍ଷୁଦ୍ର ନାଟକ, କ୍ଷୁଦ୍ର ଗଳ୍ପ, କ୍ଷୁଦ୍ର କବିତା ଓ କ୍ଷୁଦ୍ର ପ୍ରବନ୍ଧ ପ୍ରଭୃତି ସାହିତ୍ୟିକ ରଚନାଗୁଡ଼ିକୁ ଏକ ଯୁଗର କ୍ଷୁଦ୍ରତ୍ୱର ଏବଂ ଅତ୍ୟକ ସମୟ ସଚେତନର ପ୍ରତିନିଧିତ୍ୱ କରନ୍ତି। ବିଭିନ୍ନ ଜଳାଞ୍ଜଳରେ ବ୍ୟସ୍ତ ବିବ୍ରତ ଆଧୁନିକ ମନୁଷ୍ୟକୁ ସ୍ୱଳ୍ପ ସମୟ ମିଳିଥାଏ ଅବସର ବିନୋଦ ପାଇଁ। ଅର୍ଥାତ୍ ମନୁଷ୍ୟମାନେ ସ୍ୱଳ୍ପ ସମୟ ମଧ୍ୟରେ କିପରି ଆନନ୍ଦ ଲାଭ କରିବେ ସେଥିପାଇଁ ସେମାନେ କ୍ଷୁଦ୍ର କବିତା, କ୍ଷୁଦ୍ର ଗଳ୍ପ, ଏକାଙ୍କିକା ଇତ୍ୟାଦିକୁ ପାଠ କରି ସେମାନେ ଖୁସି ହୋଇଥାନ୍ତି ବା ଆନନ୍ଦ ଲାଭ କରିଥାନ୍ତି। ଏକାଙ୍କିକା ଗୋଟିଏ ନାଟକର ପୂର୍ଣ୍ଣାଙ୍ଗ ଏକ ଖଣ୍ଡିତ ଅଂଶ କିମ୍ବା ସଂକ୍ଷିପ୍ତ ରୂପ ନୁହେଁ। ଏହା ଏକ ଖଣ୍ଡିତ ସ୍ୱୟଂ ସମ୍ପୂର୍ଣ୍ଣ ନାଟକଡ଼ା। ଏକାଙ୍କିକା ଏହା ନାଟକର ଖଣ୍ଡିତ ଅଂଶ ନୁହେଁ, ଏହା ଖଣ୍ଡିତ ସ୍ୱୟଂ ସମ୍ପୂର୍ଣ୍ଣ ନାଟକ ହୋଇଥାଏ। ସ୍ୱୟଂ ସମ୍ପୂର୍ଣ୍ଣ ନାଟକର କଳା। ପୂର୍ଣ୍ଣାଙ୍ଗ ନାଟକର ସମସ୍ତ ରୂପ ବିଭବ, ରଙ୍ଗ ସମ୍ପଦ ଓ କଳା କୌଶଳ ଏଥିରେ ଖୋଜିବା ଅବଶ୍ୟ ବିଡ଼ମ୍ବନା, କାରଣ ଏହାର ସବୁ କଥା ସଂକ୍ଷିପ୍ତ। ତେଣୁ ସଂକ୍ଷିପ୍ତତା ହିଁ ଏହାର ଶ୍ରେଷ୍ଠ ପରିଚୟ। ନାଟକୀୟ ମୁହୂର୍ତ୍ତର ସୃଷ୍ଟି କରି ସ୍ୱଳ୍ପ କଳ୍ପନା ମଧ୍ୟରେ ହୃଦୟକୁ ରସୋଜ୍ଜ୍ୱଳ କରିବା ଏହାର ଧର୍ମ। କ୍ଷୁଦ୍ର ଗଳ୍ପ ପରି ଏକାଙ୍କିକା ମଧ୍ୟ ସେହିପରି କୌଣସି ନାଟକୀୟ କାହାଣୀ ଅଲିଭା ଅନୁଭୂତିକୁ ଏକ ସୀମିତ ସମୟ ମଧ୍ୟରେ ଅଭିନୟ ମାଧ୍ୟମରେ ମିତ୍ ଉପରେ ରୂପ ଦିଆଯାଇଥାଏ। ଅର୍ଥାତ୍ ନାଟକ ହେଉଛି ଟିକେ ବିସ୍ତାରିତ ଭାବେ ଦେଇଥାଏ ଆଉ ଏକାଙ୍କିକା ଟିକେ ଛୋଟ ସଂକ୍ଷିପ୍ତ କରି ଲେଖାଯାଇଥାଏ। ଯେପରି ଉପନ୍ୟାସ ଉପରେ ବିସ୍ତାରିତ ଭାବରେ ଲେଖାଯାଇଥାଏ, ଜୀବନର ସମସ୍ତ ବିସ୍ତାରିତ ଜୀବନ ଘଟଣାକୁ ବର୍ଣ୍ଣନା କରାଯାଇଥାଏ। ଆଉ କ୍ଷୁଦ୍ର ଗଳ୍ପରେ ଗୋଟେ ନିର୍ଦ୍ଦିଷ୍ଟ ଘଟଣାକୁ ନେଇ ବର୍ଣ୍ଣନା କରାଯାଇଥାଏ। ସେହିପରି ଏକାଙ୍କିକା ମଧ୍ୟ। ଆଜିର ଯୁଗରେ ଯାହାକୁ ପୂର୍ଣ୍ଣାଙ୍ଗ ନାଟକ ଓ ଅଙ୍କ କୁହାଯାଉଛି ତାହା ଅନେକ ସମୟରେ ଗୋଟିଏ ସେଟ୍ ଓ ଅଙ୍କରେ ପ୍ରଦର୍ଶିତ ହେଉଅଛି। ତେଣୁ ଏକାଙ୍କିକା ଏକ ଅଙ୍କ କହିବା ନିରର୍ଥକ। ଏକ ମୁଣ୍ଡା ଆୟତନର ସ୍ୱଳ୍ପତା ଏକ ମୁଣ୍ଡା ହେବନି, ଏଇଟା ଟାଇପିଂ ମିଷ୍ଟେକ୍, ଏକମୁଖୀନତା ହେବ। ଆୟତର ସ୍ୱଳ୍ପତା, ଘଟଣାର ସଂକ୍ଷିପ୍ତତା ଏବଂ ସଂଳାପର ପ୍ରତୀକଧର୍ମିତା ତଥା ଉତ୍କଣ୍ଠା ଓ ଆବେଗ ଆଜି ଏକାଙ୍କିକାର ବିଶିଷ୍ଟ ଲକ୍ଷଣ। ଏହା ମନୁମେଣ୍ଟସ୍ ବା ଏକ ନିର୍ଦ୍ଦିଷ୍ଟ ମୁହୂର୍ତ୍ତର ସ୍ମୃତିସୌଧ ଏଟା ଟାଇପିଂ ମିଷ୍ଟେକ୍ ହେଇଛି, ସ୍ମୃତିସୌଧ। ଏହା ଏକ କ୍ଷୁଦ୍ରତମ ପଦାର୍ଥରେ ଅଙ୍କିତ ଜୀବନର କ୍ଷୁଦ୍ରତମ ଛବିଟିଏ ହେଲେ ମଧ୍ୟ ସ୍ୱୟଂ ସମ୍ପୂର୍ଣ୍ଣ ଛବିଟିଏ। ଏବେ ଆମେ ଦେଖିବା ଏକାଙ୍କିକାର ସଂଜ୍ଞା। ଏକାଙ୍କିକାର ସଂଜ୍ଞା ସମ୍ପର୍କରେ J.M. Chang କହନ୍ତି, ଏକାଙ୍କିକା ହେଲା ଏ ପ୍ଲେ which takes less than half an hour in performance। ଅର୍ଥାତ୍ ଯେଉଁ ନାଟ୍ୟକୃତି ଅଧଘଣ୍ଟାଏ ବା ତାଠାରୁ ବି କମ୍ ସମୟ ମଧ୍ୟରେ ପ୍ରଦର୍ଶିତ ହୁଏ ତାହା ହିଁ ଏକାଙ୍କିକା। ସେହିପରି ଜନ୍ ହମ୍ପଡେନ୍ କହନ୍ତି, ଏକାଙ୍କିକା ହେଉଛି ଦ ୟୁନିଭର୍ସାଲିଟି ଅଫ୍ ଗ୍ରେଟ୍ ଆର୍ଟ ଆଣ୍ଡ ଇଜ୍ ଏ ମିରର ମାଷ୍ଟରପିସ୍ ଅଫ୍ ଆୱାର ଡ୍ରାମାଟିକ୍ ଲିଟରେଚର। ସେହିପରି ଡକ୍ଟର ଦଶରଥ ଓଝାଙ୍କ ମତରେ ଏକାଙ୍କିକାରେ ଗୋଟିଏ ଘଟଣା, ଗୋଟିଏ ପରିସ୍ଥିତି ବା ଗୋଟିଏ ସମସ୍ୟାର ପ୍ରାଧାନ୍ୟ ଆବଶ୍ୟକ। ସେହିପରି ବିଶିଷ୍ଟ ସମାଲୋଚକ ଡକ୍ଟର କୃଷ୍ଣଚରଣ ବେହେରାଙ୍କ ମତରେ ରଙ୍ଗମଞ୍ଚ ସ୍ୱଳ୍ପ ସମୟ ମଧ୍ୟରେ ଅଭିନୟ ଉପଯୋଗୀ ଜୀବନର ଗୋଟିଏ ଦିଗ, ଖଣ୍ଡ ଆବେଗ ଅନୁଭୂତି କିମ୍ବା ସମାଜର କ୍ଷୁଦ୍ର ଘଟଣା ବିଶେଷରେ ସଂହତି ସଂଯତ ଓ ପ୍ରତିଛବିର ପୂର୍ଣ୍ଣ ରଚନାକୁ ଏକାଙ୍କିକା ବୋଲାଯାଇପାରେ। ଏବେ ଆମେ ଦେଖିଲେ କେତେଗୁଡ଼ିଏ ସମାଲୋଚକମାନଙ୍କ ମତରେ ଏକାଙ୍କିକା କାହାକୁ କୁହାଯାଏ। ଏବେ ଆମେ ଦେଖିବା ଏକାଙ୍କିକାର ଗଠନ ରୀତି। ଏକାଙ୍କିକା ଗଠନ କରିବା ପାଇଁ କେତୋଟି ଉପାଦାନ ଆବଶ୍ୟକତା ଥାଏ। ଯେଉଁ ଉପାଦାନ ନାଟକ ହେଇଛି ନାଟକ ପାଇଁ ଅପରିହାର୍ଯ୍ୟ, ଆପାତତଃ ସେହି ଉପାଦାନ ଏକାଙ୍କିକା ପାଇଁ ଆବଶ୍ୟକ ହୋଇଥାଏ। କିନ୍ତୁ ଏକାଙ୍କିକା ବ୍ୟବହାର କଲାବେଳେ ସେହି ବିଭାଗଗୁଡ଼ିକ ବ୍ୟବହାରିକତାରେ କେତୋଟି ପରିବର୍ତ୍ତନ ଆସିଥାଏ। ଉକ୍ତ ବିଭାଗଗୁଡ଼ିକ ନିମ୍ନରେ ଆଲୋଚନା କରାଯାଇଥାଏ। ନାଟକରେ ଯେଉଁ ଉପାଦାନ ଗୁଡ଼ିକ ଆବଶ୍ୟକ ରହିଥାଏ ସେହିପରି ଏକାଙ୍କିକାରେ ମଧ୍ୟ ସେହି ଉପାଦାନ ଗୁଡ଼ିକ ଆବଶ୍ୟକ ରହିଛି। କିନ୍ତୁ
ଏକାଙ୍କିକାରେ ସେ ଉପାଦାନ ଗୁଡ଼ିକ ଟିକେ ଭିନ୍ନ ରୂପରେ ପ୍ରୟୋଗ ହୋଇଥାଏ। ଆମେ ଦେଖିବା ଏବେ କ'ଣ କ'ଣ ଉପାଦାନ ରହିଛି। ପ୍ଲଟ୍ ବା କାହାଣୀ ସାଧାରଣତଃ ଏକାଙ୍କିକାରେ ଗୋଟିଏ କାହାଣୀ ପରିବେଷଣ କରାଯାଇଥାଏ। ନାଟକ କାହାଣୀ ପରି ଏକାଙ୍କିକାର କାହାଣୀରେ ଜଟିଳତା ନଥାଏ। ଏକ ସୀମିତ ପରିବେଶ ମଧ୍ୟ ଏକାଙ୍କିକାର କାହାଣୀ ପ୍ରକାଶ ପାଇଥାଏ। ସେଥିପାଇଁ ଗୌଣ କାହାଣୀର ବର୍ଣ୍ଣନା ନଥାଏ। ବିଭିନ୍ନ ସମୟରେ କୌଣସି ଆବଶ୍ୟକତାକୁ ଆଖି ସାମ୍ନାରେ ରଖି ଏକାଙ୍କିକାର କାହାଣୀ ରଚନା କରାଯାଇଥାଏ। ସମାଜର ସାମ୍ପ୍ରତିକ ପରିସ୍ଥିତି ଅବସ୍ଥା ଓ ପରିବେଶ ସହ ବିଭିନ୍ନ ସମସ୍ୟାକୁ ନେଇ କାହାଣୀ ପ୍ରକାଶ ହୋଇଥାଏ। ଏଭଳି କାହାଣୀରେ ଦ୍ୱନ୍ଦ୍ୱର ମହକ ବାରି ହୋଇପଡ଼େ। ଏକାଙ୍କିକାରେ କାହାଣୀ ପରିବେଷଣ କରିବା ଏକ ସ୍ୱତନ୍ତ୍ର ଶୈଳୀ। ଅର୍ଥାତ୍ ନାଟକର କାହାଣୀ ଜଟିଳ ହୋଇଥାଏ କିନ୍ତୁ ଏକାଙ୍କିକା ସେମିତି ବି ହୋଇନଥାଏ। ଏଥିରେ ଗୌଣ ଚରିତ୍ର ଉପରେ ଟିକେ ଦୃଷ୍ଟି ଦିଆଯାଇଥାଏ। ବେଶୀ କିଛି ଗୌଣ ଚରିତ୍ର ରହିନଥାଏ କାହିଁକିନା ଏହା ସଂକ୍ଷିପ୍ତ ହୋଇଥିବାରୁ ଏଥିରେ ଗୌଣ ଚରିତ୍ର ରହିନଥାଏ ଅଧିକ। ଏବେ ଆମେ ଦେଖିବା ଚରିତ୍ର କାହାଣୀର ମୁଖ୍ୟ ଆୟୁଧ। ସ୍ୱଳ୍ପ ସଂଖ୍ୟକ ଚରିତ୍ର ଏକାଙ୍କିକାରେ ଦେଖା ଯାଆନ୍ତି। ସ୍ୱଳ୍ପ ସମୟ ଭିତରେ ଏକାଙ୍କିକା ପରିବେଷଣ ହେଉଥିବା ଏଥିରେ କମ୍ ସଂଖ୍ୟକ ଚରିତ୍ରମାନଙ୍କ ସମାଗମ ହୋଇଥାଏ। ନାଟକ ପରି ଅନେକ ଚରିତ୍ର ଏଥିରେ ଦେଖାଯାଆନ୍ତି ନାହିଁ। ଚରିତ୍ରମାନଙ୍କୁ କାହାଣୀ ଧର୍ମୀ କରି ଚିତ୍ରଣ କରିବାର ପ୍ରୟାସ କରାଯାଇଥାଏ। ଚରିତ୍ରମାନଙ୍କୁ ସିଧାସଳଖ ଉପସ୍ଥାପନ କରିବା ଏକାଙ୍କିକାର ବିଶେଷତ୍ୱ। କୌଣସି ସ୍ୱତନ୍ତ୍ର ଆବଶ୍ୟକତା ନଥିଲେ ଚରିତ୍ର ସୃଜନର ଆବଶ୍ୟକତା ନଥାଏ। ଏଥିରେ ମଧ୍ୟ ନାଟକ ଯେପରି ବହୁତ ସାରା ଚରିତ୍ର ରହିଥାନ୍ତି କିନ୍ତୁ ଏକାଙ୍କିକାର ସ୍ୱଳ୍ପ କାହିଁକିନା ଏଟା ଏକ କ୍ଷୁଦ୍ର ହୋଇଥିବାରୁ ବା କମ୍ ସମୟ ମଧ୍ୟରେ ପ୍ରକାଶ କରାଯାଇଥିବା ଏଥିରେ ଅଧିକ ଚରିତ୍ର ରହିନଥାନ୍ତି। ଏବେ ଆମେ ଦେଖିବା ଏକାଙ୍କିକାର ସଂଳାପ। ପାତ୍ରଚିତ ସଂଳାପ ବ୍ୟବହାର କରିବା ସବଳ ଏକାଙ୍କିକା ଲକ୍ଷଣ। ନାଟକରେ ଚରିତ୍ରମାନେ ସଂଳାପ କହିବା ପୂର୍ବରୁ ଗୌରଚନ୍ଦ୍ରିକା ଗ୍ରହଣ କରିଥାଉ କିନ୍ତୁ ଏକାଙ୍କିକାର ନିରୂପିତ ଶବ୍ଦ ମାଧ୍ୟମରେ ସଂଳାପ ସୃଷ୍ଟି କରି ଚରିତ୍ରମାନଙ୍କ ସମାବେଶ କରାଯାଇଥାଏ। ଖୁବ୍ କମ୍ ସମୟ ମଧ୍ୟରେ ଏକାଙ୍କିକାର ଉଦ୍ଦେଶ୍ୟ ଆଭିମୁଖୀ ହୋଇଥାଏ। ଫଳରେ ଏହାର ସଂଳାପ କାହାଣୀକୁ ଆଗେଇ ନେବାରେ ସହାୟକ ହୋଇଥାଏ। ଏକାଙ୍କିକାର ସଂଳାପ ବ୍ୟଞ୍ଜନାଧର୍ମୀ, ଇଙ୍ଗିତମୟ ଓ ଆଳଙ୍କାରିକ ଭାଷା ବ୍ୟବହୃତ ହୋଇ ଏକାଙ୍କିକାର ସଂଳାପକୁ ବଳିଷ୍ଠ କରିଥାଏ। ଅନେକ ଏକାଙ୍କିକା ସଂଳାପ ଓ କାବ୍ୟଧର୍ମୀ ଗୀତିମୟ ସଂଳାପ ସଫଳ ଏକାଙ୍କିକାର ମାନ୍ୟତା ଲାଭ କରିଥାଏ। ଏବେ ଆମେ ଦେଖିବା ଦ୍ୱନ୍ଦ୍ୱର ସମାବେଶ ଏକାଙ୍କିକାର ପ୍ରାଣବନ୍ତ ହୁଏ। ଏହି ଦ୍ୱନ୍ଦ୍ୱ ଦୁଇ ପ୍ରକାର ଅନ୍ତର୍ଦ୍ୱନ୍ଦ୍ୱ ଏବଂ ବହିର୍ଦ୍ୱନ୍ଦ୍ୱ। ଦୁଇ ବିପରୀତ ପରିସ୍ଥିତି ସଂଘର୍ଷକୁ ବହିର୍ଦ୍ୱନ୍ଦ୍ୱ ଓ ଦୁଇ ବିପରୀତ ଭାବନାର ସଂଘର୍ଷକୁ ଅନ୍ତର୍ଦ୍ୱନ୍ଦ୍ୱ। ପରିସ୍ଥିତିର ଦ୍ୱନ୍ଦ୍ୱକୁ କୁହାଯାଏ ବହିର୍ଦ୍ୱନ୍ଦ୍ୱ ଆଉ ଭାବନାର ଯେଉଁଟା ଥାଏ ତାକୁ ଅନ୍ତର୍ଦ୍ୱନ୍ଦ୍ୱ କୁହାଯାଏ। ଏକାଙ୍କିକା ଦ୍ୱନ୍ଦ୍ୱ ଓ ସଂଘର୍ଷ ଦ୍ୱାରା ପ୍ରଭାବଶାଳୀ ହୋଇଥାଏ। ଏହି ଦ୍ୱନ୍ଦ୍ୱ ଦ୍ୱାରା ଏକାଙ୍କିକା ଆକର୍ଷଣୀୟ ହୋଇଥାଏ। ବହିର୍ଦ୍ୱନ୍ଦ୍ୱରୁ ସୃଷ୍ଟି ହୁଏ ଚରିତ୍ର ସହିତ ଚରିତ୍ରର ସାମାଜିକ ବିଶ୍ୱାସ ସହିତ ବିଶ୍ୱାସର ସଂଘର୍ଷ ଯୋଗୁଁ। ସେହିପରି ମାନସିକ ସ୍ତରରେ ନୀତି ସହ ଅନୀତିର ଆଦର୍ଶ ସହ ବାସ୍ତବତାର ସଂଘର୍ଷ ସୃଷ୍ଟି ହେଲେ ଅନ୍ତର୍ଦ୍ୱନ୍ଦ୍ୱ ହୁଏ। ଏହି ଦ୍ୱନ୍ଦ୍ୱ ସୃଷ୍ଟି ହୋଇ ଏକାଙ୍କିକାର ବେଗକୁ କ୍ଷିପ୍ରତର କରି ଚରମ ମୁହୂର୍ତ୍ତରେ ପହଞ୍ଚି ଯାଇଥାଏ। ଦ୍ୱନ୍ଦ୍ୱର ପୂର୍ଣ୍ଣ ବିକାଶ ଘଟିଲେ ଏକାଙ୍କିକାର ଚରମ ମୁହୂର୍ତ୍ତ ଆସେ। ଅନେକ ଏକାଙ୍କିକା ପରିସମାପ୍ତି ପର୍ଯ୍ୟନ୍ତ ଦ୍ୱନ୍ଦ୍ୱ ଲାଗି ରହିଥିବାର ଦେଖାଯାଏ। ଏବେ ଆମେ ଦେଖିବା ଐକ୍ୟତ୍ରୟୀ। ସ୍ଥାନ, କାଳ, କାର୍ଯ୍ୟର ଐକ୍ୟକୁ ଐକ୍ୟତ୍ରୟୀ କୁହାଯାଏ। ଯେକୌଣସି ଉତ୍କୃଷ୍ଟ ଧରଣ ଏକାଙ୍କିକାରେ ଏହି ଐକ୍ୟତ୍ରୟୀ ପ୍ରତି ଅଧିକ ଗୁରୁତ୍ୱ ଆରୋପ କରାଯାଇଥାଏ। ଏକ ଅଙ୍କ ମଧ୍ୟରେ ଏହାର ସମାବେଶ ଘଟଣା ପ୍ରବାହର ସମୟକୁ, ଚରିତ୍ରମାନଙ୍କର ଗମନାଗମନର ସ୍ଥାନକୁ ଏବଂ ଏହାର କାର୍ଯ୍ୟକାରିତା ମଧ୍ୟରେ ଗଭୀର ଭାରସାମ୍ୟ ରକ୍ଷା କରିଥାଏ। ଫଳରେ ଏକାଙ୍କିକାର ପରିବେଷଣ କୌଣସି ଅବାସ୍ତବତା ପରିଲକ୍ଷିତ ହୁଏ ନାହିଁ। ସେହିପରି ଏକାଧିକ ଦୃଶ୍ୟ ଏକାଙ୍କିକାରେ ପ୍ରତିପାଦ୍ୟ ବିଷୟ ସହିତ ଅଧିକ ସମ୍ପର୍କିତ ହୋଇଥାନ୍ତି। ପ୍ରତିପାଦ୍ୟ ବିଷୟର ପରିପୋଷକ ଭାବେ ଚରିତ୍ରମାନେ ପ୍ରତୀକ ହୋଇ ଏକାଙ୍କିକାରେ ଐକ୍ୟତ୍ରୟୀ ରକ୍ଷା କରିପାରିଥାନ୍ତି। ମାତ୍ର ଅନେକ ଦୃଶ୍ୟ ସ୍ଥାନିତ ଏକାଙ୍କିକାରେ ଏହି ଐକ୍ୟତ୍ରୟୀର ସଂଯୋଜନାରେ ସଫଳ ରୂପାୟନ ଘଟିନଥାଏ। ଫଳରେ ଦର୍ଶକ ତଥା ପାଠକ ମୂଳ ଯୋଗ ସୂତ୍ରକୁ ହରାଇ ବସିଥାଏ। ଐକ୍ୟତ୍ରୟୀ ରକ୍ଷା କରିବାରେ ଏକ ଦୃଶ୍ୟ ଏକାଙ୍କିକାର ଅଧିକ ସଫଳକାମୀ ହୁଏ କାରଣ ଘଟଣାବଳୀ ଏକ ନିର୍ଦ୍ଦିଷ୍ଟ ସ୍ଥାନର ନିର୍ଦ୍ଦିଷ୍ଟ ସମୟରେ କ୍ରିୟାଶୀଳ ହୋଇଥିବାରୁ କାହାଣୀର ପ୍ରଭାବରେ କ୍ରମିକ ଗତି ଅବ୍ୟାହତ ରହିବା ସଙ୍ଗେ ସଙ୍ଗେ ଅବିଚ୍ଛିନ୍ନ ଭାବେ ରସ ପରିବେଷଣ ସମ୍ଭବ ହୋଇଥାଏ। ସାମ୍ପ୍ରତିକ ଯୁଗରେ ଅନେକ ଏକାଙ୍କିକା ଏକ ଦୃଶ୍ୟ ଏବଂ ନିର୍ଦ୍ଦିଷ୍ଟ ପରିବେଶର ପୃଷ୍ଠଭୂମି ଉପରେ ଆଧାରିତ। ଏବେ ଆମେ ଦେଖିବା ଏକାଙ୍କିକାର ପ୍ରକାରଭେଦ। ଏକାଙ୍କିକାକୁ ବିଭିନ୍ନ ଭାବରେ ବିଭକ୍ତ କରିଛି ସେଗୁଡ଼ିକ ଆମେ ନିମ୍ନରେ ଦେଖିବା। ସାମାଜିକ ଏକାଙ୍କିକା। ଯେଉଁ ଏକାଙ୍କିକାରେ ସାମାଜିକ ଜୀବନ ଓ ସାମାଜିକ ଜୀବନ ବିଭିନ୍ନ ସମସ୍ୟାର ଚିତ୍ର ଉପସ୍ଥାପନ କରାଯାଇଥାଏ ତାହାକୁ ସାମାଜିକ ଏକାଙ୍କିକା କୁହାଯାଏ। ସ୍ୱାମୀଜିକ ଜୀବନ ଏହା ସ୍ୱାମୀଜିକ ହୋଇଯାଇଛି ସାମାଜିକ ଜୀବନର ନାନା ଅନ୍ଧବିଶ୍ୱାସ, ଦୁଃଖ ଓ ଦୈନ୍ୟ ଇତ୍ୟାଦି ନାନା ବିଷୟ ଧରି ଏହି ଧରଣ ଏକାଙ୍କିକାର ପରିବେଷଣ ହୋଇଥାଏ। ଉଦାହରଣ ସ୍ୱରୂପ ଓଡ଼ିଆ ଏକାଙ୍କିକା ସାହିତ୍ୟରେ ପ୍ରାଣବନ୍ଧୁ କର, ଗୋପାଳ ଛୋଟରାୟ, ବିଶ୍ୱଜିତ ଦାସ ସାମାଜିକ ଏକାଙ୍କିକା ରଚନା କରିବାରେ ସୁନାମ ଅର୍ଜନ କରିଥିଲେ। ଅର୍ଥାତ୍ ସମାଜରେ ଯେଉଁ ସବୁ ଘଟଣା ଘଟିଥାଏ
ସେସବୁ ବିଷୟବସ୍ତୁକୁ ନେଇ ଏକାଙ୍କିକା ରଚନା କରାଯାଇଥାଏ। ତାହାକୁ ସାମାଜିକ ଏକାଙ୍କିକା କୁହାଯାଏ। ଐତିହାସିକ ଏକାଙ୍କିକା ଯେଉଁ ଏକାଙ୍କିକା ଐତିହାସିକ ଘଟଣାକୁ ନେଇ ରଚିତ ହୋଇଥାଏ ତାହାକୁ ଐତିହାସିକ ଏକାଙ୍କିକା କୁହାଯାଏ। ଏଥିରେ ଜାତି ଓ ଦେଶର ଅତୀତ ଗୌରବକୁ ଉପସ୍ଥାପିତ କରାଯାଇଥାଏ। ପୌରାଣିକ ଏକାଙ୍କିକା ପୌରାଣିକ ବିଷୟ ଓ ଚରିତ୍ରକୁ ନେଇ ଏହି ଧରଣର ଏକାଙ୍କିକା ରଚନା ହୋଇଥାଏ। ଏଥିରେ ପୁରାଣର ଉପାଦାନ ଥାଏ। ଏଥିରେ ପୁରାଣର ବଳିଷ୍ଠ ଘଟଣା ଅତି ସଂଯତ ଭାବରେ ରୂପ ନେଇଥାଏ। ପୌରାଣିକ ଏକାଙ୍କିକାରେ ଈଶ୍ୱର ଈଶ୍ୱରୀ ଯମ ଜମି ରକ୍ଷାସ ଉର୍ବଶୀ ନାରଦ ଆଦି ଚରିତ୍ରମାନଙ୍କୁ ଅବତାରଣା କରାଯାଇଥାଏ। ସାମ୍ପ୍ରତିକ ସମୟରେ ପୌରାଣିକ ଏକାଙ୍କିକା ରଚନାର ପ୍ରାବଲ୍ୟ ଲକ୍ଷ୍ୟ କରାଯାଏ ନାହିଁ। ମନସ୍ତାତ୍ତ୍ୱିକ ଏକାଙ୍କିକା ଏକାଙ୍କିକା ପରିସର ମଧ୍ୟରେ ନାଟକୀୟତା ସୃଷ୍ଟି କରିବା ନାଟକର ଏକ ପ୍ରଧାନ ଧର୍ମ। ନାଟକୀୟତା ପାଇଁ ଦ୍ୱନ୍ଦ୍ୱର ଆବଶ୍ୟକତା ପଡ଼ିଥାଏ। ଯେଉଁ ଏକାଙ୍କିକାର ନାଟ୍ୟକାର ଦ୍ୱନ୍ଦ୍ୱର ପ୍ରୟୋଗ କରିଥାଏ ସେଥିରେ ନେତୃତ୍ୱ ଦେଖାଯାଏ। ସାଧାରଣତଃ ମନସ୍ତାତ୍ତ୍ୱିକ ଦ୍ୱନ୍ଦ୍ୱ ଏକାଙ୍କିକା ଦେଖିବାକୁ ମିଳିଥାଏ। ବାହିକ ଦ୍ୱନ୍ଦ୍ୱ ପାଇଁ ଏକାଙ୍କିକାର ପରିବେଶ ବିସ୍ତୃତ ନଥାଏ। ଦୁଇଟି ଚରିତ୍ର ବା ଏକାଧିକ ଚରିତ୍ର ଭିତରେ ମାନସ ମନ୍ଥନ ହୁଏ। ପ୍ରେମ ଭିତ୍ତିକ ଏକାଙ୍କିକାରେ ମାନସିକ ଦ୍ୱନ୍ଦ୍ୱ ଅଧିକ। ବିନା ଦ୍ୱନ୍ଦ୍ୱରେ ଏକାଙ୍କିକା ପରିକଳ୍ପନା କରିବା ନିରର୍ଥକ। ମନସ୍ତାତ୍ତ୍ୱିକ ଏକାଙ୍କିକାର ଚରିତ୍ରମାନଙ୍କର ମନସ୍ତାତ୍ତ୍ୱିକ ଦିଗକୁ ଗୁରୁତ୍ୱ ଦିଆଯାଇଥାଏ। ଚରିତ୍ର ଧର୍ମୀ ଏକାଙ୍କିକା ଅନେକ ସମୟରେ ଗୋଟିଏ ଚରିତ୍ରକୁ ଗୁରୁତ୍ୱ ଦେଇ ଏକାଙ୍କିକାର ପରିକଳ୍ପନା କରାଯାଇଥାଏ। ଏପରି ଏକାଙ୍କିକାରେ ବର୍ଣ୍ଣିତ ଚରିତ୍ରର ବିଭିନ୍ନ ଦିଗ ସମ୍ପର୍କ ଅଭିନୟ ହୋଇଥାଏ। ପୁରାଣ ଇତିହାସର କୌଣସି ଚରିତ୍ର କିମ୍ବା ସମ୍ପ୍ରତି କୌଣସି ବିଶିଷ୍ଟ ଜନନାୟକ ମାନଙ୍କ ଜୀବନକୁ ଏକାଙ୍କିକା ମାଧ୍ୟମରେ ଅଭିନୟ କରି ସାଧାରଣ ଜନତାଙ୍କ ପାଖରେ ପହଞ୍ଚାଇ ଦିଆଯାଇଥାଏ। ଅର୍ଥାৎ ଏଠାରେ ଗୋଟିଏ ଚରିତ୍ର ସମ୍ପର୍କରେ ତାର ବିଭିନ୍ନ ଦିଗକୁ ନେଇ ଏକାଙ୍କିକା ରଚନା କରାଯାଇଥାଏ ଏବଂ ଏକାଙ୍କିକା ସେହି ତାର ସମସ୍ତ ଘଟଣା ବିଭିନ୍ନ ଦିଗକୁ ନେଇ ବର୍ଣ୍ଣିତ ହୋଇଥାଏ। ଚରିତ୍ର ମୂଳକ ଏକାଙ୍କିକାରେ ଗୋଟିଏ କେନ୍ଦ୍ରୀୟ ଚରିତ୍ର ଥାଏ। ଉକ୍ତ ଚରିତ୍ରର ଆବଶ୍ୟକତା ଅନୁଯାୟୀ ଅନ୍ୟ ଚରିତ୍ରମାନଙ୍କର ସୃଷ୍ଟି ହୋଇଥାନ୍ତି। ଜଣେ ମୁଖ୍ୟ ଚରିତ୍ର ରହିଥିବ ତାର ଚରିତ୍ର ଯେଉଁ ସବୁ କାର୍ଯ୍ୟାବଳୀ ହୋଇଥାଏ ସେହି ଅନୁସାରେ ହିଁ ଅନ୍ୟ ଗୌଣ ଚରିତ୍ରମାନେ ରହିବେ। ହାସ୍ୟରସ ଧର୍ମୀ କୌଣସି ଉତ୍ସବରେ ସାଧାରଣତଃ ସଭା ପରେ ଦର୍ଶକମାନଙ୍କ ମନୋରଞ୍ଜନ ପାଇଁ ଏକାଙ୍କିକା ଅନୁଷ୍ଠିତ ହୋଇଥାଏ। ଏସବୁ ଏକାଙ୍କିକାରେ ଆୟୁଷ ଓ ସ୍ୱଳ୍ପ ଉଦ୍ଦେଶ୍ୟ ମନୋରଞ୍ଜନ ହୋଇଥିବାରୁ ହାସ୍ୟରସ ଧର୍ମୀ ଏକାଙ୍କିକା ପ୍ରାୟତଃ ଅଭିନୀତ ହୋଇଥାଏ। ଚରିତ୍ରମାନେ ପରସ୍ପର ମଧ୍ୟରେ କଥୋପକଥନ ଦ୍ୱାରା ହାସ୍ୟରସ ସୃଷ୍ଟି କରିଥାନ୍ତି। ସମାଜରେ ଘଟୁଥିବା ରାଜନୀତି ସାମାଜିକ ଘଟଣାବଳୀକୁ ଏଥିରେ ବ୍ୟଙ୍ଗ ବିଦ୍ରୂପ ମାଧ୍ୟମରେ ପ୍ରକାଶ କରାଯାଇଥାଏ। ହାସ୍ୟରସ ଜରିଆରେ ଚରିତ୍ରମାନେ ଗୋଟିଏ କ୍ଷୁଦ୍ର ବିଷୟବସ୍ତୁ ଉପରେ ଗୁରୁତ୍ୱ ରଖିଥାନ୍ତି। ଏବେ ଆମେ ଦେଖିବା ପ୍ରଚାରଧର୍ମୀ ଏକାଙ୍କିକା। ପ୍ରଚାରଧର୍ମୀ ଏକାଙ୍କିକା ଏକାଙ୍କିକାର ସାମ୍ପ୍ରତିକ ରୂପ। କୌଣସି ଏକ ଉଦ୍ଦେଶ୍ୟ ରଖି ତାକୁ ସାଧାରଣ ଜନତାଙ୍କ ନିକଟରେ ପହଞ୍ଚାଇବା ପାଇଁ ଏକାଙ୍କିକାର ପରିକଳ୍ପନା କରାଯାଇଥାଏ। ତ ପ୍ରଚାରଧର୍ମୀ ଯେମିତି କୌଣସି ନିର୍ଦ୍ଦିଷ୍ଟ ଉଦ୍ଦେଶ୍ୟକୁ ନେଇ ସମସ୍ତ ଜାଗାରେ ସେହି ଏକାଙ୍କିକାକୁ ପ୍ରକାଶ କରିବା ମଧ୍ୟରେ ଲୋକ ମଧ୍ୟରେ ତାକୁ ପ୍ରଚାର କରାଯାଇଥାଏ। ତାକୁ ପ୍ରଚାରଧର୍ମୀ ଏକାଙ୍କିକା ବୋଲି କୁହାଯାଇଥାଏ। ପଲ୍ସ ପୋଲିଓ ଟୀକା ଏଡ୍ସ ସଚେତନତା ପରିବେଶ ସୁରକ୍ଷା ପୌଢ଼ ଶିକ୍ଷା ପ୍ରଭୃତି ଶିକ୍ଷଣୀୟ ଭିତ୍ତିକ ସାମାଜିକ ପ୍ରସଙ୍ଗକୁ ଜନାଭିମୁଖୀ କରିବା ପାଇଁ ଏକାଙ୍କିକାର ମଞ୍ଚସ୍ଥ କରାଯାଇଥାଏ। ପଥପ୍ରାନ୍ତ ନାଟକରୁ ପ୍ରଚାରଧର୍ମୀ ଏକାଙ୍କିକାର ପରିସରଭୁକ୍ତ କରାଯାଇଥାଏ। ଓଡ଼ିଆ ଏକାଙ୍କିକା ସାହିତ୍ୟରେ ଅନେକ ସଫଳ ପ୍ରଚାରଧର୍ମୀ ଏକାଙ୍କିକା ସୃଷ୍ଟି କରାଯାଇଛି। କିମ୍ବଦନ୍ତୀମୂଳକ ଏକାଙ୍କିକା କିମ୍ବଦନ୍ତୀମୂଳକ ଏକାଙ୍କିକାରେ ପ୍ରଚଳିତ କିମ୍ବଦନ୍ତୀକୁ ଗୁରୁତ୍ୱ ଦେଇ ଏକାଙ୍କିକା ରଚନା କରାଯାଇଥାଏ। ଓଡ଼ିଶାର ପୁରପଲ୍ଲୀରେ ଅଗଣିତ କାହାଣୀ ଆଜି ଲୋକ ମୁଖରେ ପ୍ରଚଳିତ କରୁଛି। ଏସବୁ କାହାଣୀର ଗୁରୁତ୍ୱ ଉପଲବ୍ଧ କରି ନାଟ୍ୟକାର ଏକାଙ୍କିକାର ପରିକଳ୍ପନା କରିଥାଏ। ରାଜନୈତିକ ଏକାଙ୍କିକା ଯେଉଁ ଏକାଙ୍କିକାରେ ରାଜନୈତିକ ଚିନ୍ତା ଓ ଚେତନାର ପ୍ରାଧାନ୍ୟ ଲାଭ କରିଥାଏ ତାହାକୁ ରାଜନୈତିକ ଏକାଙ୍କିକା କୁହାଯାଏ। ଏଥିରେ ଶାସନଗତ ସମସ୍ୟା ସ୍ଥାନ ପାଇଥାଏ। ରାଜନୀତି ଏହାର ମୁଖ୍ୟ ପ୍ରାଣସ୍ପନ୍ଦନ। ଏ ଧରଣ ଏକାଙ୍କିକାରେ ରାଜନୈତିକ ଆଦର୍ଶ ସୂଚନା ମିଳିଥାଏ ଓ ଏଥିରେ ରାଜନୀତିଜ୍ଞମାନେ ଗୁରୁତ୍ୱପୂର୍ଣ୍ଣ ସ୍ଥାନ ଗ୍ରହଣ କରିଥାନ୍ତି। ଏବେ ଆମେ ଦେଖିବା ଉଦ୍ଭଟ ବା ଅପ୍ରାକୃତିକ ଏକାଙ୍କିକା। ଏହି ଧରଣ ଏକାଙ୍କିକାରେ ବାସ୍ତବତା ପରିବର୍ତ୍ତନ ଅବାସ୍ତବତା ଅଧିକ ପରିବେଶିତ ହେବା ସହିତ ଉଦ୍ଭଟ କଳ୍ପନା ଦ୍ୱାରା ବିଚିତ୍ର ପରିବେଶ ଓ ଆଚରଣ ବର୍ଣ୍ଣନା ହୋଇଥାଏ। ଆଧୁନିକ ଉଦ୍ଭଟ ଏକାଙ୍କିକାରେ ଦର୍ଶକଙ୍କୁ ଅଭିଭୂତ କରିବାର ଇଚ୍ଛା ପରିବର୍ତ୍ତେ ତାହାକୁ ଅନାସକ୍ତ କରାଇବା ସହିତ ଅଭିନୟକୁ ସ୍ଥଳ ବିଶେଷରେ ଅତି ନାଟକୀୟ କରାଯାଇଥାଏ। ଏହାର ଚରିତ୍ର ପରିବେଶ ଓ ଭାଷା ସାଧାରଣତଃ ଏକାଙ୍କିକା ଠାରୁ ଭିନ୍ନ। ଅନୁବାଦ ଏକାଙ୍କିକା ଗୋଟିଏ ଭାଷା ସାହିତ୍ୟରେ ରଚିତ ଏକାଙ୍କିକା ଅନ୍ୟ ଏକ ଭାଷାରେ ଅନୁବାଦ କରାଗଲେ ତାହାକୁ ଅନୁବାଦ ଏକାଙ୍କିକା କୁହାଯାଏ। ଏହାଦ୍ୱାରା ବିଭିନ୍ନ ଭାଷା ସାହିତ୍ୟ ମଧ୍ୟରେ ଭାବ ବିନିମୟ ଘଟିଥାଏ। ଏହା କେତେବେଳେ ଭାବାନୁବାଦ ହୋଇଥାଏ ତ ଆଉ କେତେବେଳେ ଆକ୍ଷରିକ ଅନୁବାଦ ହୋଇଥାଏ। ଅନେକ ସମୟରେ ଛାୟାନୁବାଦ ହେବାର ଲକ୍ଷ୍ୟ କରାଯାଏ। ପ୍ରତୀକାତ୍ମକ ଏକାଙ୍କିକା ଯେଉଁ ଏକାଙ୍କିକାରେ ସାଙ୍କେତିକ ଅର୍ଥର ପ୍ରବାହ ଓ ପ୍ରତିପତ୍ତି ସୂଚାଯାଏ ତାହାକୁ ପ୍ରତୀକାତ୍ମକ ଏକାଙ୍କିକା କୁହାଯାଏ।
ଆଜିର ଭିଡ଼ିଓରେ ଆମେ ଏକାଙ୍କିକାର ସଂଜ୍ଞା, ଗଠନ ରୀତି ଏବଂ ପ୍ରକାରଭେଦ ସମ୍ପର୍କରେ ଆଲୋଚନା କଲେ। ପରବର୍ତ୍ତୀ ଭିଡ଼ିଓରେ ଆଉ ଗୋଟେ ନୂଆ ଲଙ୍ଗ କୋଶ୍ଚିନ୍ ସହିତ ଦେଖାହେବା।